ହ୍ୟାଲୋ ହାଏ ନମସ୍କାର ଜୟ ମା ତାରିଣୀ ସାଙ୍ଗମାନେ ମୁଁ ହେଉଛି ତମମାନଙ୍କର ମିଷ୍ଟର ସ୍ମାଇଲ୍ କିଙ୍ଗ ଚିନ୍ମୟ ମୋର ଛୋଟ ମିନି ବ୍ଲଗ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ହେଉଛି ମାଆଙ୍କ ପ୍ରିୟ ବାର ମଙ୍ଗଳବାର। ତ ସକାଳୁ ସକାଳୁ ମୁଁ ବାହାରିଗଲି ମାଆଙ୍କ ପୀଠକୁ ଆଉ ମାଆଙ୍କ ପୀଠରେ ମଧ୍ୟ ଆସି ପହଞ୍ଚିଗଲି। ଯେହେତୁ ସକାଳ ପହଡ଼ ଖୋଲି ନଥିଲା ତ ସମସ୍ତ ଭକ୍ତମାନେ ଅପେକ୍ଷା କରି ରହିଥିଲେ ମାଆଙ୍କ ପହଡ଼ କେତେବେଳେ ଖୋଲିବ ଏବଂ ପହଡ଼ ଖୋଲିଲା ପରେ ଭିତରକୁ ପ୍ରବେଶ କରି ମାଆଙ୍କୁ ଦର୍ଶନ କରିବେ। ଆଉ ଯେଉଁ ଭକ୍ତମାନେ ସବୁ ହାତରେ ଭୋଗ ଡଲା ଧରିଥିଲେ ସେମାନେ ମଧ୍ୟ ସବୁ ଲାଇନ୍ କରି ଯାଇ ଟିକେଟ୍ କାଉଣ୍ଟର ଦେଇ ଭିତରକୁ ପ୍ରବେଶ କରୁଥିଲେ। ମୁଁ ମଧ୍ୟ ବାହାରେ ଅପେକ୍ଷା କରି ରହିଥିଲି ମାଆଙ୍କ ପହଡ଼ କେତେବେଳେ ଖୋଲିବ। ଯେହେତୁ ମାଆଙ୍କ ପହଡ଼ ଖୋଲି ନଥିଲା ତ ମୁଁ ଭାବିଲି କି ମନ୍ଦିର ପରିବେଶ ଆଡ଼େ ଟିକେ ମୁଁ ଯାଇ ବୁଲି ଆସେ ସବୁଆଡ଼େ। ତ ଚାଲନ୍ତୁ ଆମେ ଟିକେ ମନ୍ଦିର ପରିବେଶ ବୁଲିଯିବା। ସକାଳ ଆଳତି ସରିଗଲା ପରେ ମାଆଙ୍କ ଆଳତି ଭୋଗ ଟିକେ ପାଇ ମୁଁ ବାହାରକୁ ଆସିଲି। ବାହାରକୁ ଆସି ଦେଖେ ତ ମାଆଙ୍କ ପାଇଁ ଜଣେ ଭକ୍ତ ପୁରା ନାଲି ଶାଢ଼ୀ ଶଙ୍ଖା ସିନ୍ଦୁର ଡଲାରେ ବଢ଼ିଆ ଭାବରେ ସଜେଇକି ଆଣିଛନ୍ତି। ଆଉ ସକାଳୁ ସକାଳୁ ଭାଇଙ୍କ ମୁଖରୁ ଚାଲନ୍ତୁ ମାଆଙ୍କର ଗୋଟେ ସୁନ୍ଦର ଭଜନ ଶୁଣିବା। କେତେ ଆଶା କରି ଆସିଛି ଘଟଗାଁ ତୋର ମାଦେ ତ ଲଗା ସିନ୍ଦୁର ମାଦେ ତ ଚଢ଼ା ମନ୍ଦାର ମାଦେ ତ ଲଗା ସିନ୍ଦୁର ମାଦେ ତ ଚଢ଼ା ମନ୍ଦାର। ସକାଳୁ ସକାଳୁ ସୁନ୍ଦର ଭଜନ ଶୁଣି ସାରିଲା ପରେ ମୁଁ ଏବେ ଅପେକ୍ଷା କରିଅଛି ସନିଆ ଭାଇ କେତେବେଳେ ପହଞ୍ଚିବେ। ଆଉ ଦେଖୁ ଦେଖୁ ସନିଆ ଭାଇ ମଧ୍ୟ ଆସିଗଲେ। ଆଉ ଆଜି ଯେହେତୁ ମାଆଙ୍କ ପ୍ରିୟ ବାର ମଙ୍ଗଳବାର ତ ସନିଆ ଭାଇ ମାଆଙ୍କ ପାଇଁ କଇଁ ଫୁଲ ଆଉ ସୁନ୍ଦର ଟାହିଆ ଧରି ଆସିଛନ୍ତି। ଆଉ ସେ ଟାହିଆ ପ୍ରସ୍ତୁତ କରିବାରେ ଆମେ ସମସ୍ତେ ଲାଗି ପଡ଼ିଲୁ। ଆଉ ଧୀରେ ଧୀରେ ଟାହିଆ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲା। ଆଉ ମାଆଙ୍କ ପାଇଁ ସବୁ ଫୁଲକୁ ଡଲାରେ ସଜାଡ଼ି ଦିଆଗଲା ଏବଂ ସମସ୍ତ ଫୁଲ ଏବଂ ଟାହିଆ ଏବେ ପ୍ରସ୍ତୁତ ମାଆଙ୍କ ପାଖକୁ ଯିବା ପାଇଁ। ତ ଆଜିର ଦର୍ଶନ ଚାଲନ୍ତୁ ମାଆଙ୍କର କରିବା। ଜୟ ମା ତାରିଣୀ। ଆଉ ଶେଷରେ ମୋ ଭାଇଙ୍କ ତରଫରୁ ଗୋଟେ କୋଲ୍ଡ ଡ୍ରିଙ୍କସ୍ ପାର୍ଟି ହେଇଗଲା।